ଲୋକଙ୍କୁ କଲବଲ କରୁଛି ତାତି। ଚଳିତ ବର୍ଷର ପାରଦ 40 ଡିଗ୍ରୀ ଛୁଇଁଛି। ଆସନ୍ତା 4 ରୁ 5 ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାତି ବଢ଼ିବ ବୋଲି ପାଣିପାଗ ବିଭାଗର ସୂଚନା ରହିଛି। ଏଥିସହିତ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ। ଦିନର ତାପମାତ୍ରା 2 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ତେବେ ଗତକାଲି ରାଜ୍ୟର 5ଟି ସହରରେ ତାତି 40 ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ସେହି 5ଟି ଜିଲ୍ଲା ହେଉଛି ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ସମେତ ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼। ଏସବୁ ଭିତରେ ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ 37 ଡିଗ୍ରୀ ପାର ତାପମାତ୍ରାରେ ସିଝିଛି ଜନଜୀବନ। ସେହିପରି ଆସନ୍ତା 2 ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ 40 ଡିଗ୍ରୀ ଛୁଇଁପାରେ। ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ 5ଟି ସହର ତାପମାତ୍ରା 40 ଡିଗ୍ରୀ ଛୁଇଁଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏପ୍ରିଲ 1ରୁ ଆହୁରି ଟାଣ ଖରା ଦେଖିବାକୁ ମିଳିବ।